ସେତେ ପେନ୍ରେ ଆସିଛି ଏଠିକି ବସିପାରିନି। କିନ୍ତୁ ଗୋଟେ ବିଷୟ ମୋର ଭଉଣୀ କହିଲା ଯେ ମୋ ମାଆକୁ ନେଇକି ଯିବି। କେଜାଣି ମୋ ପ୍ରଭୁ ମୋ ମା ପାଇଁ ଆଜି ଦିନ ରଖିଥିବେ ଆଉ ତାଙ୍କ ପେନ୍ ଆଜି ନାହିଁ, କ୍ୟାନ୍ସର ପେନ୍ ନାହିଁ। ଆଉ କୁନି ଝିଅ କଣ୍ଢେଇଟା ଆମ କଣ୍ଢେଇ ଆମେ ତ ଡାକୁ ଆଉ 3 ମାସ ଧରି ପେନ୍ କରୁଥିଲା ଭୟଙ୍କର। ଡକ୍ଟର ଡାୟଗ୍ନୋସ୍ କରୁଛି କିଛି ମେଡିସିନ ଇଣ୍ଡିକେସନ କିଛି ପାଉନି। ଭାଇ ଆପଣ କଣ କହିବେ ଝିଅ ବିଷୟରେ, କଣ କହିବାକୁ ଚାହୁଁଛନ୍ତି? ଦୀର୍ଘ 3 ମାସ ହେଲା ତାର ପେଟରେ କଷ୍ଟ ଯନ୍ତ୍ରଣା। 24 ଘଣ୍ଟା ଭିତରୁ ବୋଧେ ଅଧଘଣ୍ଟା ବୋଧେ ପେନ୍ ତାର କମେଇକି ନାହିଁ ମୁଁ ଜାଣେ ନାହିଁ। କୌଣସି ଔଷଧ କାର୍ଯ୍ୟ କରୁନଥିଲା। ଆପଣଙ୍କୁ ଆମେ ପ୍ରାର୍ଥନାରେ ରଖିଥିଲୁ ପ୍ରଭୁ ତୁମେ ସୁସ୍ଥତା ଦେବ ବୋଲି। ଆଉ ଯେତେବେଳେ ପ୍ରଶାନ୍ତ ଭାବେ ସେ କଥା ହୋଇଥିଲି, ହୁଏତ ପ୍ରଭୁଙ୍କର ଇଚ୍ଛା ଥିଲା ଆଜି ଆସିବା ପାଇଁ। ଏବଂ କୌଣସି ଡକ୍ଟର ଯାହା ପାଖକୁ ଗଲେ ମଧ୍ୟ, ଯେକୌଣସି ଡକ୍ଟରଙ୍କ ପାଖକୁ ଗଲେ ମଧ୍ୟ ଆମର ଗୋଟିଏ ପ୍ରଶ୍ନ ଉତ୍ତର ଥିଲା, କୌଣସି ବିଷୟ ଅସୁବିଧାର ବିଷୟ ତ ଆମେ ଜାଣିପାରୁନାହୁଁ, କିନ୍ତୁ କଷ୍ଟ କ'ଣ ପାଇଁ ହେଉଛି ତାହା ଆମେ କରିପାରିବୁ ନାହିଁ। ଆମେ ଔଷଧ ଦେଉଛୁ ଭଲ ହେଉନାହିଁ, କୌଣସି ମେଡିସିନ ରେସ୍ପଣ୍ଡ କରୁନଥିଲୁ। ଆଉ ପ୍ରଭୁଙ୍କର ଗୌରବ ହେଉ, ପ୍ରଭୁ ଆଜିର ଏଇ ପ୍ରାର୍ଥନା ସମୟରେ ପ୍ରଭୁ ତାକୁ ସୁସ୍ଥତା ଦେଇଛନ୍ତି। ଏଇ ଗୌରବ ବାପା ମାଇ ଜାଣିପାରନ୍ତି ପିଲାର କଷ୍ଟ ଆଉ କେତେ ପେନ୍। ପ୍ରତିମା ଭଉଣୀ ମୋର ଅଛନ୍ତି ଏଠି, ଆସନ୍ତୁ ଭଉଣୀ। କେତେ ଆଶାରେ ସେ ଆସିଛି, ତାର ଗୋଟେ ଝିଅ। ସେ କହିବା ଧନ୍ୟବାଦ। ଗତ ଦିନ ମାନଙ୍କରେ ଯେମିତି ମୋ ସ୍ୱାମୀ କହିଲେ, ମୋ ଝିଅ 3 ମାସ ହେଲା କଷ୍ଟ ପାଉଥିଲା। ବହୁତ ଗାଇନିକ୍ ସର୍ଜରୀ ମାନେ 4-5 ଜଣ ଡକ୍ଟରଙ୍କୁ ଚେଞ୍ଜ କରିଛୁ ଭୁବନେଶ୍ୱରରେ, କଟକରେ। ଏତେ ମେଡିସିନ ହାୟର ଆଣ୍ଟିବାୟୋଟିକ୍ ଖାଇ ମେଡିସିନ ଖାଇକି ମାନେ ଖାଇବ 4-5 ଦିନ ପରେ ପୁଣି ପେନ୍ ହବ। ଏବେ ମଝିରେ କଣ୍ଟିନ୍ୟୁସ୍ ଏତେ ପେନ୍ ବଢିଗଲା, ଆମେ 2 ଜଣ ସ୍ୱାମୀ ସ୍ତ୍ରୀ ଚିନ୍ତା କଲୁ କ'ଣ କରିବା, ମାନେ କ'ଣ କରୁନି। କାଲି ବି ଆମେ ପୁରା ଏଣ୍ଟାୟାର ଡେ ଏମ୍ସରେ ହିଁ ଥିଲୁ। ତାର ପରଦିନ ଆମେ ଅଲ୍ଟ୍ରାସାଉଣ୍ଡ କରିଥିଲୁ, ତାର ସିଟି ସ୍କାନ୍ କରାହେଇଛି, ଅଲ୍ଟ୍ରାସାଉଣ୍ଡ 3 ଥର କରାହେଇଛି, ତାର ଲାପୋସ୍କୋପି, ଇଣ୍ଡୋସ୍କୋପି କରାହେଇଛି, କୋଲୋନୋସ୍କୋପି କରାହେଇଛି। ଏମିତି କୌଣସି ଜିନିଷ ଯୋଉଟା ଟେଷ୍ଟ ହେଇନି, ତାର ବ୍ଲଡ କଲଚର କରାହେଇଛି, ୟୁରିନ୍ କଲଚର କରାହେଇଛି, 4-5 ଥର ଏତେ କରାହେଇଛି। କିନ୍ତୁ ପ୍ରଭୁଙ୍କର ଅନୁଗ୍ରହ ସେ ନିଜେ ଆଜି ସାକ୍ଷ୍ୟ ଦେଇଛି, ମୋ ଝିଅ ଯେ ମୁଁ ସୁସ୍ଥତା ପାଇଛି। ତାଙ୍କୁ ମଧ୍ୟ କ୍ୟାନ୍ସର ହେଇଥିଲା, କେମୋ ସେକେଣ୍ଡ ଟାଇମ୍ କେମୋ ନେଇଛନ୍ତି। ସେ ଏତେ ପ୍ରଭୁଙ୍କ ପ୍ରତି ଉଦ୍ୟୋଗୀ, ସେ କହିଲେ ମୁଁ ଯିବି। ତଥାପି ମୁଁ କହିଲି ମାମା ଏତେ ସମୟ ବସିପାରିବ? ସେ ଘରେ ଟୋଟାଲି ବସି ପାରୁନାହାନ୍ତି, କାରଣ କାଲି ସେ କେମୋ ଦେଇକି ଆସିଛନ୍ତି। କେମୋ ଏବେ ବି ବଡିରେ ତାର ଇଏ ଅଛି ଯୋଉଟା ସେ ବସି ପାରୁନାହାନ୍ତି। ଆଜି ବାବା ବି ମୋ ବାବା କହିଲେ କି ତମେ ଜମା ବସୁନ, ଖାଲି ଶୋଇକି ରହୁଛ। କାହିଁକିନା କେମୋର ତାର ଯୋଉ ପାୱାରଟା ସେ ଅସ୍ତବ୍ୟସ୍ତ କରିକି ଏତେ ମାନେ ତାଙ୍କର ମାଇଣ୍ଡ ଏତେ ଡିଷ୍ଟର୍ବ କରିଦିଏ, ଯଦ୍ୱାରା ସେ ଆଜି ଏତେ ସମୟ ହେଲା ମୁଁ ତାଙ୍କୁ ବାରମ୍ବାର ପଚାରୁଛି କି ତୁ ମାନେ ବସିପାରିବୁ ତ? ସେ ମତେ କିଛି ଲାଗୁନି, ମୁଁ ପୁରା ଠିକ ଅଛି। My Jesus, my Lord.